দেখা হেলা যেবে তো সাথে প্রথম থরা তুমরা আমি পলাই যাইଥିଲୁ 6 ବର୍ଷ ହେଲା ଭଲ ପାଇଥିଲି। ତାପରେ ଆମେ ପଳେଇ ଯାଇଥିଲୁ ଧରିକି ପଳେଇ ଯାଇଥିଲୁ ମ୍ୟାଡ଼ାମ୍ ଧରିକି ଆଣିକି ବାହାଘର କରିଛନ୍ତି ଆଉ ସମସ୍ୟା ରହିଥିଲା ଘର ଲୋକ ରାଜି ହୁଅନ୍ତିଲେ ସେଥିପାଇଁ ପଳେଇ ଯାଇଥିଲୁ। ସେଥିପାଇଁ ଆମେ ପଳେଇଥିଲୁ ମ୍ୟାଡ଼ାମ୍ ଧରିକି ଆଣିକି ବାହାଘର କଲେ ଆଉ। ତ ଆମେ ଦୁଇ ଜଣ 6 ବର୍ଷ ହେଲା ଭଲ ପାଇଲୁ। ତ ଆମେ ଲୁଚିକି ପଳେଇଥିଲୁ। ଥାନା ସବୁ ଷ୍ଟାଫ୍ ମାନେ ଆମକୁ ଧରିକି ଆଣିକି ଥାନାରେ ବିବାହ କଲେ। ସବୁ ସୁନା ଗହଣା ଆଉ ପୋଷାକ ଦେଇକି ଆମକୁ ବିବାହ କଲେ ଥାନା ମନ୍ଦିରରେ। ଏ ବାହାର କେତେ ଖୁସି ଅଛ? ବହୁତ ଖୁସି ଅଛି। କ'ଣ ପାଇଁ ଯାଇଥିଲ ତୁମେ? ତ ଆମ ଘର ଲୋକ ରାଜି ନଥିଲେ ତ ଅଲଗା କାଷ୍ଟ ସକାଶେ ସେଥିପାଇଁ। ଥାନା ଅଧିକାରୀଙ୍କୁ କ'ଣ କହିବୁ? ଧନ୍ୟବାଦ ଦେବି। ପୁଅ ଝିଅ ପଳେଇ ଯାଉଥିଲେ, ତାଙ୍କ ବାପା ମାଆ ରାଜି ହେଉନଥିଲେ। ତାଙ୍କ ବାପା ମାଆ ରାଜି ନ ହେବା ହେତୁ ସବୁ ରୀତିକାନ୍ତି ଅନୁସାରେ ଯେମିତି ବାହାଘର ହେବା କଥା ସେମିତି ବର୍ଚ୍ଚଣା ଆଇଆଇସି ମ୍ୟାଡ଼ାମ୍ କରିଛନ୍ତି, ବ୍ୟବସ୍ଥା କରିଛନ୍ତି। ବର୍ଚ୍ଚଣା ପୁଲିସକୁ ଏ କାମ ପାଇଁ ତାଙ୍କୁ ସେହ ମନ କରିବା। ଦେଖିବି କ'ଣ କେମିତି ଦେଖୁଛନ୍ତି ଏ ଯେଉଁ ବାହାଘର? ନାଇଁ ଅତି ସୁନ୍ଦର, ପଳେଇ ଯାଇଥାନ୍ତେ, ନାଇଁ ଭଲ ଭଲ ପୋଲିସ ଯେଉଁ ପଦକ୍ଷେପ ନେଇଛି। ବଡ଼ଚଣା ପୁଲିସ ଯାହା କରିଛନ୍ତି ଇଏ ବଡ଼ଚଣାରେ ସ୍ମରଣୀୟ ହୋଇ ରହିବ। ଦେଖନ୍ତୁ ରୀତିକାନ୍ତରେ କେମିତି ବିବାହର କଲେ ଆପଣ ସ୍ଥାନୀୟ ଲୋକ ବା ସାଧାରଣ ଲୋକ ଏକ ତ କେତେ ଦୂର ଗ୍ରହଣ କରୁଛନ୍ତି? ଆମେ ପୁରା 100% ଗ୍ରହଣ କରୁଛୁ, 100% ଗ୍ରହଣ କରୁଛୁ। ବର୍ଚ୍ଚଣା ପୁଲିସକୁ ଆମେ ଧନ୍ୟବାଦ ଦେଉଛୁ। ଆମେ ପଳେଇ ଯାଇଥିଲୁ 6 ବର୍ଷ ହେଲା ଭଲ ପାଇଥିଲି। ତାପରେ ଆମେ ପଳେଇ ଯାଇଥିଲୁ ଧରିକି ପଳେଇ ଯାଇଥିଲୁ ମ୍ୟାଡ଼ାମ୍ ଧରିକି ଆଣିକି ବାହାଘର କରିଛନ୍ତି ଆଉ। କ'ଣ ଅସୁବିଧା ହେଇଥିଲା ପଳେଇଲ? ଘର ସମ୍ମୁଖୀନ ଥିଲା ବୋଲି ଅସୁବିଧା ଥିଲା ବୋଲି କିଛି କରିପାରିନଥିଲୁ, ବାହାଘର କରିପାରିନଥିଲୁ। ବହୁତ ବି ଅସୁବିଧା ଥିଲା ପଇସା ପତ୍ର, ସେଥିପାଇଁ କରିପାରିନଥିଲୁ। ଏବେ ଆଜି ଯେଉଁ ଥାନାରେ ମନ୍ଦିର ପରିସରରେ ବାହାଘର ତୁମେ କେତେ ଖୁସି ଅଛ? ବହୁତ ଖୁସି ଅଛି। ବହୁତ ଧନ୍ୟବାଦ ବି ଦେବି ମ୍ୟାଡ଼ାମ୍କୁ, ବହୁତ ହେଲ୍ପ କରିଛନ୍ତି ସେଥିପାଇଁ। ଆମେ ଦେଖୁଛୁ ଯେଉଁ ପୋଷାକ କରିଛନ୍ତି, ଯେଉଁ ସୁନା ଗହଣା ରୀତିକାନ୍ତିରେ ବିବାହ କରୁଛନ୍ତି, କିଏ କରୁଛନ୍ତି? ସବୁ ମ୍ୟାଡ଼ାମ୍ କରିଛନ୍ତି, ସବୁ ଥାନା ମ୍ୟାଡ଼ାମ୍ କରିଛନ୍ତି ଆଉ। ବିଶେଷ କରି ବାହାଘରର ଶ୍ରେୟ କାହାକୁ ଦେବାକୁ ଚାହୁଁଛନ୍ତି? ପୋଲିସ ଥାନାକୁ ଦେବି। ବହୁତ ବି ହେଲ୍ପ କରିଛନ୍ତି, ବହୁତ ସାହାଯ୍ୟ ବି କରିଛନ୍ତି। ଆଚ୍ଛା ଆଚ୍ଛା। ଏ ଯେଉଁ ଦୁଇ ଜଣ ଭଲ ପାଇଥିଲେ, କେଉଁଠିକି ପଳେଇଥିଲେ ଏବଂ କ'ଣ ମନ ଭିତରେ ଥିଲା ଯେ ବାହା ହେଇପାରିବେ କି ନାହିଁ, କି କ'ଣ ସମସ୍ୟା ରହିଥିଲା ଟିକେ କୁହ। ସମସ୍ୟା ରହିଥିଲା ଘର ଲୋକ ରାଜି ହୁଅନ୍ତିଲେ ସେଥିପାଇଁ ପଳେଇ ଯାଇଥିଲୁ। ସେଥିପାଇଁ ଆମେ ପଳେଇଥିଲୁ ମ୍ୟାଡ଼ାମ୍ ଧରି ଆଣିକି ବାହାଘର କଲେ ଆଉ। କ'ଣ କିଛି ଅସୁବିଧା କେଉଁଠି ଥିଲା ତାହେଲେ ପଳେଇଲ? ଘରେ ରାଜି ହୁଅନ୍ତିଲେ ସେଠି ପଇସା ପତ୍ର ବି ଅସୁବିଧା ଥିଲା। ଅଲଗା କ'ଣ ଜାତିପାତି ପ୍ରୋବ୍ଲେମ୍ ଅଛି? ରାତି ନେଇକି କିଛି ପ୍ରୋବ୍ଲେମ୍ ଥିଲା, ସେଥିପାଇଁ ସମ୍ମୁଖୀନ ଥିଲା, ସେଥିପାଇଁ କଲୁ ପଳେଇଥିଲୁ ଆଉ। ପୋଲିସ କେଉଁଠି ଆଣିଲା ଯାଇକି ଧରିକି? ହଁ ପଳେଇଥିଲୁ ସେମିତି, ସେ କଟକ ଆଡ଼େ ଧରି ପକେଇଲେ ଆଉ। ଏଠି ଆଣିକି ଧରିଲା ପରେ କ'ଣ କହିଲେ ମ୍ୟାଡ଼ାମ୍? ପ୍ରଥମେ ମ୍ୟାଡ଼ାମ୍ କହିଲେ ସବୁ ସମସ୍ୟାର ସମାଧାନ କରିବେ ଆଉ। ବର୍ତ୍ତମାନ ପୋଲିସ ଧରି ଆଣି ସାରିଲା ପରେ ଆଜି ଯାକେ କେମିତି କ'ଣ ତୁମର ବାହାଘର ପାଇଁ ବ୍ୟବସ୍ଥା କଲେ ଏବଂ ପୋଲିସ ଆଣି ତୁମକୁ କ'ଣ କହିଲେ? ନା କହିଲେ ତୁମର ବାହାଘର ସମସ୍ୟା ସବୁ ଦୂର କରିଦେବୁ, ତୁମ କିଛି ପ୍ରୋବ୍ଲେମ୍ ଅଛି ସବୁ ଯାକ ସଲ୍ଭ କରିଦେବୁ, ସେଥିପାଇଁ ସେ କହିକି ଆଣିଥିଲେ ଆଉ। ଏବେ ଦୁଇ ଜଣ ଏକାଠି ହେଇକି ରହିବ ମନ? ଏକାଠି ହେଇକି ମନେ ହେଇକି ରହିବ। ତ ଆଜି ବାହା ହେଇ ଆସିଲା ପରେ ତୁମ ସ୍ୱାମୀ ଦମ୍ପତ୍ୟ ସୁଖ ସମୃଦ୍ଧ ହେବ ନା ପୁଣି ଆ ଭିତରେ ଗୋଟେ ବିଶୃଙ୍ଖଳା ଦେଖାଯିବ? ବିଶୃଙ୍ଖଳା ହେବନି, ପୁରା ସମ୍ପର୍କ ଚାଲିବ।